କେବେ ଭାବିଛନ୍ତି ଗୋଟେ ଛୋଟ ଗଛ କେମିତି ଠିକ୍ ଠିକ୍ ଜାଣିପାରେ ଯେ ତାକୁ ସୂର୍ଯ୍ୟଙ୍କ ଆଡ଼କୁ ହିଁ ବଢ଼ିବାର ଅଛି? ଆଉ ଯେତେବେଳେ କୌଣସି ଗରମ ଜିନିଷରେ ହାତ ବାଜିଯାଏ, ଆମେ ଚିନ୍ତା କରିବା ଆଗରୁ ହିଁ ହାତଟା ବିଜୁଳି ବେଗରେ କେମିତି ପଛକୁ ଚାଲିଆସେ? ଏସବୁ ହେଉଛି ଜୀବନର ସବୁଠୁ ବଡ଼ ଆଉ ଚମତ୍କାର କୌଶଳ। ନିଜ ଆଖପାଖ ଦୁନିଆକୁ ବୁଝିବା ଆଉ ତା ସହିତ ତାଳ ଦେଇ ଚାଲିବା। ତେବେ ଚାଲନ୍ତୁ ଆଜି ଏହି ଅଦ୍ଭୁତ ଦୁନିଆର ରହସ୍ୟକୁ ବୁଝିବାକୁ ଚେଷ୍ଟା କରିବା। ଆସନ୍ତୁ ଏ ଦୁଇଟି ଘଟଣାକୁ ଟିକେ ଭଲ ଭାବରେ ଦେଖିବା। ଗୋଟେ ପଟେ ଗଛର ଧୀର ସ୍ଥିର ପ୍ରତିକ୍ରିୟା ଆଉ ଅନ୍ୟପଟେ ମଣିଷର ଏକଦମ ଦ୍ରୁତ ଆଉ ନାଟକୀୟ ପ୍ରତିକ୍ରିୟା। ଦେଖିବାକୁ ହୁଏତ ପୂରାପୂରି ଅଲଗା ଲାଗୁଥାଇପାରେ, କିନ୍ତୁ ଏ ଦୁହିଁଙ୍କ ପଛରେ ଗୋଟିଏ ମୂଳ ପ୍ରଶ୍ନ ହିଁ ଲୁଚି ରହିଛି। ହଁ, ଏଇଟା ହିଁ ପ୍ରକୃତ ପ୍ରଶ୍ନ। ପ୍ରତ୍ୟେକ ଜୀବ, ସେ ଛୋଟ ହେଉ କି ବଡ଼, ତାକୁ ବଞ୍ଚି ରହିବା ପାଇଁ ନିଜ ପରିବେଶର ସଂକେତକୁ ବୁଝିବାକୁ ପଡ଼େ ଆଉ ସେହି ଅନୁସାରେ କାମ କରିବାକୁ ପଡ଼େ। ଏଇଟା ହିଁ ଜୀବନର ଖେଳ ଏବଂ ଏହାର ଏକ ମୌଳିକ ନିୟମ। ତେବେ ଏହି ଗୋଟିଏ ସମସ୍ୟାର ସମାଧାନ ପାଇଁ ପ୍ରକୃତି ପାଖରେ ଗୋଟିଏ ନୁହେଁ, ବରଂ ଦୁଇଟା ଜବରଦସ୍ତ ଉପାୟ ଅଛି। ଦୁଇଟି ପୂରାପୂରି ଅଲଗା କିନ୍ତୁ ନିଜ ନିଜ ଜାଗାରେ ଅତ୍ୟନ୍ତ ପ୍ରଭାବଶାଳୀ ରାସ୍ତା। ଚାଲନ୍ତୁ ସେଗୁଡ଼ିକୁ ଗୋଟିଏ ଗୋଟିଏ କରି ଦେଖିବା। ଏମିତି ଭାବନ୍ତୁ, ଗୋଟେ ପଟେ ଅଛି ଗଛର ଦୁନିଆ, ଯାହା ଏକ ଧୀର, ଶାନ୍ତ ରାସାୟନିକ ନୃତ୍ୟ ଉପରେ ଚାଲେ। ଆଉ ଅନ୍ୟପଟେ ଅଛି ଆମ ମଣିଷ ଶରୀର, ଯାହା ବିଜୁଳି ବେଗର ସଂକେତ ଆଉ ରାସାୟନିକ ପଦାର୍ଥର ଏକ ହାଇସ୍ପିଡ୍ ନେଟୱାର୍କ ଉପରେ ନିର୍ଭର କରେ। ଠିକ୍ ଅଛି, ଚାଲନ୍ତୁ ପ୍ରଥମେ ଗଛମାନଙ୍କର ଏହି ଚୁପଚାପ ଦୁନିଆ ଭିତରକୁ ଯିବା। କଳ୍ପନା କରନ୍ତୁ ତ, ଏମିତି ଏକ ଜୀବ ଯାହାର ମସ୍ତିଷ୍କ ନାହିଁ, ସ୍ନାୟୁ ନାହିଁ, କିନ୍ତୁ ତଥାପି ସେ ନିଜ ପରିବେଶ ସହ କଥାବାର୍ତ୍ତା କରେ ଆଉ ପ୍ରତିକ୍ରିୟା ଦିଏ। ଦେଖନ୍ତୁ, ଏହା କେବଳ ଗୋଟେ ସାଧାରଣ ଗଛ ନୁହେଁ। ଏହା ହେଉଛି ଜୀବନ ପାଇଁ ସଂଘର୍ଷର ଏକ ଚିତ୍ର। ଗଛଟି ଜାଣିଶୁଣି ଆଲୋକ ଆଡ଼କୁ ବଢ଼ୁଛି, କାରଣ ସେ ଜାଣିଛି ଆଲୋକ ହିଁ ତାର ଶକ୍ତି। ଆଉ ଏହା ସମ୍ଭବ ହେଉଛି କିଛି ଅଦୃଶ୍ୟ ରାସାୟନିକ ବାର୍ତ୍ତାବାହକଙ୍କ ଯୋଗୁଁ, ଯେଉଁମାନେ ଗଛ ଭିତରେ ନିର୍ଦ୍ଦେଶ ଦିଆନିଆ କରନ୍ତି। ଆଉ ଏହି ଅଦୃଶ୍ୟ ମେସେଞ୍ଜରମାନଙ୍କର ଗୋଟେ ବୈଜ୍ଞାନିକ ନାଁ ଅଛି, ଫାଇଟୋହର୍ମୋନ୍। ଏମାନେ ହେଉଛନ୍ତି ଗଛର ନିଜ ଭାଷା, ତାର ଆଭ୍ୟନ୍ତରୀଣ ଡାକସେବା। ଗଛର ଗୋଟିଏ ଅଂଶରୁ ଅନ୍ୟ ଅଂଶକୁ କ'ଣ କରିବାକୁ ହେବ, ସେହି ନିର୍ଦ୍ଦେଶ ଏହି ରାସାୟନିକ ଚିଠି ମାଧ୍ୟମରେ ହିଁ ଯାଇଥାଏ। ଭାବିନିଅନ୍ତୁ, ଏମାନେ ଗୋଟେ 5 ଜଣିଆ ଟିମ୍। ଏହି 5 ପ୍ରକାରର ମୁଖ୍ୟ ହର୍ମୋନ୍ ହିଁ ଗଛର ପୂରା ଜୀବନକୁ ନିୟନ୍ତ୍ରଣ କରନ୍ତି। କେତେବେଳେ ବଢ଼ିବ, କେବେ ଫୁଲ ଫୁଟିବ କିମ୍ବା କେବେ ପତ୍ର ଝଡ଼ିବ, ଏସବୁ ନିଷ୍ପତ୍ତି ଏହି ରାସାୟନିକ ଦଳ ହିଁ ମିଶିକରି ନିଅନ୍ତି। ଏହି 5 ଜଣଙ୍କୁ ଆମେ 2ଟା ଟିମ୍ରେ ଭାଗ କରିପାରିବା। ଗୋଟେ ଟିମ୍ ଗଛର ଗ୍ୟାସ୍ ପେଡାଲ ଭଳି କାମ କରେ, ଯିଏ କହେ ଆଗକୁ ବଢ଼, ଆଉ ଦ୍ୱିତୀୟ ଟିମ୍ ବ୍ରେକ୍ ଭଳି କାମ କରେ, ଯିଏ କହେ ଟିକେ ଧୀର ହୁଅ। ଆଉ ଏହି 2 ଟିମ୍ ଭିତରର ସଠିକ୍ ସନ୍ତୁଳନ ହିଁ ଗଛକୁ ସୁସ୍ଥ ଆଉ ସଫଳ କରିଥାଏ। ଠିକ୍ ଅଛି, ତେବେ ଗଛର ଧୀର, ଶାନ୍ତ ଦୁନିଆରୁ ଏବେ ସିଧା ଜମ୍ପ କରିବା ଆମ ନିଜ ଶରୀର ଭିତରକୁ। ଏଠି ସବୁକିଛି ବିଜୁଳି ବେଗରେ ହୁଏ। ଆଖି ପିଛୁଳାକେ ସବୁ ବଦଳିଯାଏ। ଆଉ ଏହି ସିଷ୍ଟମର ନାଁ ହେଉଛି ସ୍ନାୟୁତନ୍ତ୍ର। ଏହାକୁ ଶରୀରର ଇନଫର୍ମେସନ୍ ସୁପର ହାଇୱେ ବୋଲି କୁହାଯାଇପାରେ। ଗଛ ଭଳି ଏଠି କୌଣସି ରାସାୟନିକ ଚିଠି ନାହିଁ, ଏଠି ଅଛି ସିଧା ଇଲେକ୍ଟ୍ରିକ୍ ସିଗ୍ନାଲ। ସେଥିପାଇଁ ତ ଆମ ପ୍ରତିକ୍ରିୟା ଏତେ ଦ୍ରୁତ ହୋଇଥାଏ। ଚାଲନ୍ତୁ ଗୋଟେ ସିନ୍ କଳ୍ପନା କରିବା। ଭାବନ୍ତୁ, ହଠାତ୍ ଗୋଟେ ମୁନିଆ ଜିନିଷରେ ହାତ ବାଜିଗଲା। ସେହି ମୁହୂର୍ତ୍ତରେ ଏକ ବୈଦ୍ୟୁତିକ ସଂକେତ ସିଧା ସୁଷୁମ୍ନା କାଣ୍ଡକୁ ଯାଏ। ଆଉ ସବୁଠୁ ମଜା କଥା ହେଲା, ସୁଷୁମ୍ନା କାଣ୍ଡ ମସ୍ତିଷ୍କକୁ ଅପେକ୍ଷା କରେନି, ସେ ତୁରନ୍ତ ହାତର ମାଂସପେଶୀକୁ ଆଦେଶ ଦିଏ, ପଛକୁ ହଟ। ମାନେ ମସ୍ତିଷ୍କ ଜାଣିବା ଆଗରୁ କାମ ସରିଯାଇଥାଏ। କେତେ ଆଶ୍ଚର୍ଯ୍ୟର କଥା ନୁହେଁ କି? ତେବେ ଏତେ ବଡ଼ ହାଇୱେ କେମିତି ତିଆରି ହୋଇଛି? ଏହାର ଇଟା ହେଉଛନ୍ତି କୋଟି କୋଟି ସ୍ୱତନ୍ତ୍ର କୋଷ, ଯାହାକୁ କୁହାଯାଏ ସ୍ନାୟୁ କୋଷ ବା ନ୍ୟୁରନ୍। ଏମାନେ ହିଁ ସେହି ଛୋଟ ଛୋଟ ତାର ଯାହା ମାଧ୍ୟମରେ ସୂଚନା ସାରା ଶରୀରରେ ଦୌଡ଼ିଥାଏ। କିନ୍ତୁ ସୁଷୁମ୍ନା କାଣ୍ଡ ତ ଖାଲି ଜଣେ ଦ୍ରୁତଗାମୀ ମ୍ୟାନେଜର। ଆମ ଶରୀରର ପ୍ରକୃତ ସିଇଓ, ପ୍ରକୃତ ମାଷ୍ଟର ମାଇଣ୍ଡ ହେଉଛି ଆମ ମସ୍ତିଷ୍କ। ସବୁ ବଡ଼ ନିଷ୍ପତ୍ତି, ସବୁ ଚିନ୍ତା ଭାବନା, ସବୁକିଛି ସେଠି ହିଁ ହୁଏ। ଆଉ ଜାଣିଛନ୍ତି ଏହି ମାଷ୍ଟର ମାଇଣ୍ଡର ଓଜନ କେତେ? ମାତ୍ର 1.5 କିଲୋଗ୍ରାମ ପାଖାପାଖି। ଏହା ବିଶ୍ୱାସ କରିବା କଷ୍ଟ ଯେ ଏହି ଛୋଟ ଅଙ୍ଗଟି ହିଁ ବୋଧହୁଏ ବ୍ରହ୍ମାଣ୍ଡର ସବୁଠାରୁ ଜଟିଳ ବସ୍ତୁ। ଆମର ସମସ୍ତ ଭାବନା, ସ୍ମୃତି, ସ୍ୱପ୍ନ ଏସବୁ ଏହା ଭିତରେ ହିଁ ଲୁଚି ରହିଛି। ଏହି ବିଶାଳ କଣ୍ଟ୍ରୋଲ ରୁମ୍କୁ ସହଜରେ ବୁଝିବା ପାଇଁ ଆମେ ଏହାକୁ ମୁଖ୍ୟତଃ 3ଟି ଡିପାର୍ଟମେଣ୍ଟରେ ଭାଗ କରିପାରିବା। ପ୍ରତ୍ୟେକ ଡିପାର୍ଟମେଣ୍ଟର କାମ ଅଲଗା, କିନ୍ତୁ ସମସ୍ତେ ମିଶି ଗୋଟିଏ ଟିମ୍ ଭଳି କାମ କରନ୍ତି। ସବୁଠୁ ବଡ଼ ଆଉ ଗୁରୁତ୍ୱପୂର୍ଣ୍ଣ ଡିପାର୍ଟମେଣ୍ଟ ହେଉଛି ଅଗ୍ରମସ୍ତିଷ୍କ, ଆଉ ତା ଭିତରେ ଥିବା ପ୍ରମସ୍ତିଷ୍କ। ଏଇଟା ଆମର ନିଜ ପର୍ସନାଲ ସୁପର କମ୍ପ୍ୟୁଟର। ଚିନ୍ତା କରିବା, ଶିଖିବା, ସମସ୍ୟା ସମାଧାନ କରିବା, ଏସବୁ ଏଇଠି ହିଁ ହୁଏ। ଏହା ହିଁ ଆମେ କରି ଗଢ଼ି ତୋଳିଛି। ତାପରେ ଆସେ ଅନୁମସ୍ତିଷ୍କ।
ଏହାକୁ ଆମ ଶରୀରର ଜଣେ କୁଶଳୀ ଜିମ୍ନାଷ୍ଟ ବୋଲି କହିପାରିବା। ଏହା ଆମ ଶରୀରର ସନ୍ତୁଳନ ରକ୍ଷା କରେ। ଆମେ ଯେତେବେଳେ ଚାଲୁ, ଦୌଡ଼ୁ ବା ସାଇକେଲ ଚଲାଉଁ, ଏହା ପଛରେ ଥିବା ସମସ୍ତ ଜଟିଳ ଗଣିତ ଏହା ହିଁ କରେ, ତା ପୁଣି ଆମ ଅଜାଣତରେ। ଆଉ ଶେଷରେ କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସୁଷୁମ୍ନା ଶୀର୍ଷକ। ଏଇଟା ହେଉଛି ଆମ ଶରୀରର ଅଟୋ ପାଇଲଟ। ଏହା ନିଶ୍ୱାସ ପ୍ରଶ୍ୱାସ, ହୃତ୍ସ୍ପନ୍ଦନ ଭଳି ଅତ୍ୟାବଶ୍ୟକ କାମଗୁଡ଼ିକୁ ନିଜେ ନିଜେ ଚଲାଏ, ଯାହା ଫଳରେ ଆମେ ଆମର ଧ୍ୟାନ ଅନ୍ୟ ଜିନିଷ ଉପରେ ଦେଇପାରୁ। ତେବେ ଏବେ ଆସନ୍ତୁ ଏହି ଦୁଇଟି ଅଦ୍ଭୁତ ସିଷ୍ଟମକୁ ପାଖାପାଖି ରଖି ତୁଳନା କରିବା। ଗୋଟେ ପଟେ ଗଛର ଧୀର ରାସାୟନିକ ଦୁନିଆ, ଆଉ ଅନ୍ୟପଟେ ମଣିଷର ଦ୍ରୁତ ବୈଦ୍ୟୁତିକ ରାସାୟନିକ ଦୁନିଆ। ଏଠି ଦେଖିବାର କଥା ହେଉଛି ଯେ ଦୁଇଟି ପୂରାପୂରି ଅଲଗା ରାସ୍ତା, କିନ୍ତୁ ଲକ୍ଷ୍ୟ ଗୋଟିଏ, ବଞ୍ଚି ରହିବା। ଏଥିରୁ ଜଣାପଡ଼ୁଛି ଯେ ପ୍ରକୃତିରେ କୌଣସି ଗୋଟିଏ ହିଁ ଠିକ୍ ରାସ୍ତା ନାହିଁ। ଉଦ୍ଭିଦର ଧୀର କିନ୍ତୁ ସୁଚିନ୍ତିତ ପଦ୍ଧତି ଯେତିକି ସଫଳ, ମଣିଷର ଦ୍ରୁତ ଏବଂ ଜଟିଳ ପଦ୍ଧତି ମଧ୍ୟ ସେତିକି ହିଁ ସଫଳ। ଶେଷରେ କଥା ଏତିକି ଯେ ଜୀବନର ଲକ୍ଷ୍ୟ ହେଉଛି ପରିବେଶ ସହ ଖାପ ଖୁଆଇ ଆଗକୁ ବଢ଼ିବା, ଆଉ ଏଥିପାଇଁ ପ୍ରକୃତି ପାଖରେ ଅସଂଖ୍ୟ ଅଦ୍ଭୁତ ଏବଂ ଚମତ୍କାର ଉପାୟ ରହିଛି। ଆଉ ଯିବା ଆଗରୁ ଗୋଟେ କଥା ଭାବିବା ପାଇଁ ଛାଡ଼ି ଦେଇଯାଉଛି। ଯଦି ଗୋଟିଏ ଗଛ ବିନା ମସ୍ତିଷ୍କରେ ଏତେ ସୁନ୍ଦର ଭାବରେ ବଞ୍ଚିପାରୁଛି, ତେବେ ଆମେ ଯାହାକୁ ବୁଦ୍ଧି ବୋଲି ଭାବୁ, ହୁଏତ ତାହା ଏକମାତ୍ର ପ୍ରକାରର ବୁଦ୍ଧି ନୁହେଁ। ପ୍ରକୃତିର ଏହି ବିଶାଳ ପୁସ୍ତକରେ ବୋଧହୁଏ ଆହୁରି ଅନେକ ରହସ୍ୟ ଲୁଚି ରହିଛି, ଯାହା ଆମ କଳ୍ପନା ବାହାରେ।